ସମସ୍ତଙ୍କୁ ମୋର ନମସ୍କାର। ମୁଁ ସ୍ୱାଗତ ଜଣାଉଛି ମୋ ଚ୍ୟାନେଲ ତରଫରୁ। ଆପଣମାନେ ଜାଣିଥିବେ ସବୁଠୁ ଯଦି ବଡ଼ ଯୋଜନା କହିବା ଆମେ ସବୁ ଆସୁଛି କ'ଣ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା। କାହିଁକିନା ଆର ଯେଉଁ ବଜେଟରୁ ଡିସାଇଡ଼ ହୋଇଥାଏ ବହୁତ ଅଧିକ ହୋଇଥାଏ, କିନ୍ତୁ ଆଜି ଦେଖିବା ବହୁତ ଲୋକ ଏଇଠୁ ଫସଲ ବୀମା ଯୋଜନା କରିବାକୁ ନାରାଜ। ଏମାନେ କ'ଣ କରିବାକୁ କ'ଣ ପାଇଁ ନାରାଜ ଅଛନ୍ତି? ଆଉ ଏବେ ଆପଣ ଜାଣିଥିବେ ତାର ଡେଟ୍ ବି ଅଲରେଡ଼ି ସରିଯାଇଥିଲା, କିନ୍ତୁ ସରକାରଙ୍କ ତରଫରୁ ଆଉ 10 ଦିନ ଡେଟ୍ ଘୁଞ୍ଚା ଯାଇଛି। ଆର ଲାଷ୍ଟ ଡେଟ୍ ବି ପାଖେଇ ଆସିଲାଣି। ଆସନ୍ତା 10 ତାରିଖ ଯାଏ ଲାଷ୍ଟ ଡେଟ୍। ଆପଣ ଚାହିଁଲେ ବି ଆବେଦନ କରିପାରିବେ। କିନ୍ତୁ ଆଜିର ଭିଡ଼ିଓରେ ପୁରା ଡିସ୍କସନ୍ କରିବା ଫସଲ ବୀମା ବିଷୟରେ। ଏଥିରେ କ'ଣ କ'ଣ ବେନିଫିଟ୍ ପାଇପାରିବେ ଆଉ ଲୋକମାନେ କ'ଣ ପାଇଁ ଆବେଦନ କରୁନାହାନ୍ତି। କାହିଁକି ଦେଖିବେ ଯଦି ବହୁତ କମ୍ ଲୋକ ଏଥିରେ ଆବେଦନ କରୁଛନ୍ତି। ସେଥିପାଇଁ ଭିଡ଼ିଓ ପୁରା ଶେଷ ପର୍ଯ୍ୟନ୍ତ ଦେଖିବେ। ଯଦି ଭିଡ଼ିଓ ଭଲ ଲାଗିଲା ନିଶ୍ଚିତ ଲାଇକ୍ କରିବେ ଆଉ ଅନ୍ୟମାନଙ୍କ ସହିତ ନିଶ୍ଚିତ ସେୟାର କରିବେ। ଆର ବେନିଫିଟ୍ ବିଷୟରେ ଆପଣମାନଙ୍କୁ ମୁଁ କହିଦେଉଛି। ଯଦି ଫସଲ ବୀମା ଆମେ କରୁଛେ, ଯଦି କୌଣସି କାରଣବଶତଃ ଆମର ଫସଲ ଯଦି ନଷ୍ଟ ହୋଇଯାଏ, ଯେଉଁ ଆମ ଏବେ ଚାଲିଛି ଖରିଫ ଫସଲ ଋତୁ ଚାଲିଛି, ଏଇଟା ଯଦି ଖରିଫ ଫସଲ ଆମର ନଷ୍ଟ ହୋଇଯାଏ ତାହେଲେ ସରକାର ଆମକୁ ନିଶ୍ଚିନ୍ତ ଭାବେ ତା'ର କ୍ଷତିପୂରଣ ବହନ କରିବେ। ଏହା ସମସ୍ତେ ଜାଣିଛନ୍ତି, କିନ୍ତୁ ବହୁତ ଲୋକ ଆବେଦନ କରୁନାହାନ୍ତି। ଆବେଦନ କରିବାର କାରଣ ହେଉଛନ୍ତି ସେମାନେ କହୁଛନ୍ତି ଆମେ କମ୍ପ୍ଲେନ୍ କଲେ କମ୍ପ୍ଲେନ୍ କିଏ ଶୁଣୁନାହାନ୍ତି। ଆପଣମାନଙ୍କୁ କହିଦେଉଛି, ଯଦି ଆପଣ ପରଫେକ୍ଟ ଭାବରେ ଯଦି ଫର୍ମ ଫିଲ୍ଅପ୍ କରିଥିବେ, ଆପଣଙ୍କ ନାଁରେ ଜମି ଅଛି, ନିଜେ ଆପ୍ଲାଏ କରୁଛନ୍ତି, ତାହେଲେ ଠିକ୍ ଅଛି। ଯେଉଁ ପ୍ରକାର ଫର୍ମ ମାନେ ଜନସେବା କେନ୍ଦ୍ରରେ କହୁଛନ୍ତି ସେହି ହିସାବରେ ଯଦି ଫିଲ୍ଅପ୍ କରିବେ ନିଶ୍ଚିନ୍ତ ଭାବେ କିଛି ବି ଅସୁବିଧା ହେବ ନାହିଁ। ଆପଣମାନେ ଜାଣିଥିବେ ଏବେ କିଛି ଦିନ ପୂର୍ବରୁ ବହୁତ ଲୋକଙ୍କୁ ବହୁତ ଟଙ୍କା ମିଳିଛି ଫସଲ ବୀମା ଉପରେ। এটা নিশ্চিন্ত ভাবে সিওর, কাহিঁকি না এটা কোনো গভর্নমেন্ট সংস্থা নুহ, এটা প্রাইভেট কম্পানিরু আমার নেଉଛି କ'ଣ ଫସଲ ବୀମା ନେଉଛି। ସେମାନେ ନିଶ୍ଚିନ୍ତ ଭାବେ ଆପଣଙ୍କର ଭରଣ ପୋଷଣ କରିପାରିବେ। ଆଉ ଲୋକମାନଙ୍କର ମତ ହେଲା ଯଦି କୌଣସି ଯୋଜନା ଆସୁଛି ଲୋକମାନେ ସାଙ୍ଗେ ସାଙ୍ଗେ ଲାଇନ୍ ଲାଗିଯାଉଛନ୍ତି ଆବେଦନ କରିବା ପାଇଁ, କାହିଁକି ସେ ଟଙ୍କା ମିଳିଯାଉଛି। ଫସଲ ବୀମା ପାଇଁ କିଏ ଇଣ୍ଟରେଷ୍ଟ ନେଉନାହାନ୍ତି। କାହିଁ ଫସଲ ବୀମା ନଷ୍ଟ ହେବ କି ନ ହେବ, ଆଗରୁ କ'ଣ ପାଇଁ ପଇସା ବାନ୍ଧିବୁ। ପଇସା ବାନ୍ଧିବାଟା ଇମ୍ପୋର୍ଟାଣ୍ଟ ନୁହେଁ। କାହିଁ ଆପଣ ଜାଣିଥିବେ ଯେଉଁ ଫସଲ ବୀମା କରିବା ପାଇଁ ଆମେ ଆଗରୁ 700ରୁ 800 ଟଙ୍କା ବାନ୍ଧିବାକୁ ପଡ଼ୁଥିଲା, କିନ୍ତୁ ଏବେ ସେଇଟା 2 ବର୍ଷ ହେଲା ଜାଣିଥିବେ ଆପଣମାନେ ଏବେ ମାତ୍ର ଟଙ୍କାଟାକୁ ପଳେଇ ଆସିଛି। 5 ଏକର ଜମି ପର୍ଯ୍ୟନ୍ତ ଆପଣ ଚାହିଁଲେ ଗୋଟେ ଟଙ୍କାରେ ବି ଆବେଦନ କରିପାରିବେ। ଏମିତି ବି ହେଉଛି ଆପଣ ଗୋଟେ ଟଙ୍କା ଦେଇକି ଆବେଦନ କରିବେ, କିନ୍ତୁ ଜନସେବା କେନ୍ଦ୍ର ବାଲା ପଇସା ଅଧିକ ଚାର୍ଜ କରୁଛି। ସିଏ ଅଧିକ ନେଇ କେତେ 70 କିମ୍ବା 100 ଟଙ୍କା ଭିତରେ ନେଇପାରନ୍ତି, ଅଧିକ ବି ନେବେନି କିଏ। ଆପଣ ଚାହିଁଲେ ବି ଅତି ଆରାମରେ ଆବେଦନ କରିପାରିବେ, ଅସୁବିଧା କିଛି ନାହିଁ। ଆଉ ଗୋଟେ କଥା ହେଲା ମାତ୍ର କମ୍ ଦିନ ହାତରେ ଅଛି, ଆଉ ନିଶ୍ଚିନ୍ତ ଭାବେ ଆବେଦନ କରିଦିଅନ୍ତୁ। କାହିଁକି ଏବେ ଜାଣିଥିବେ ଯେଉଁ ପ୍ରକାର ମୌସୁମୀ ଚାଲିଛି, କାହିଁ ବର୍ଷା ଟୁଆକୁ ଟୁଆ ଆସୁଛି, ଆଉ ମଧ୍ୟ ଆଗକୁ ସୂଚନା ଆସୁଛି ବାତ୍ୟା ହେବାର ବି ସମ୍ଭାବନା ଅଛି ବର୍ଷା ସିଜିନ୍ ପରେ। ନିଶ୍ଚିନ୍ତ ଭାବେ ଫସଲ ଉପରେ ଏଫେକ୍ଟ ପଡ଼ିପାରେ। ସେଥିପାଇଁ ଆପଣମାନଙ୍କୁ ରିକ୍ୱେଷ୍ଟ, ନିଶ୍ଚିନ୍ତ ଭାବେ ଆପଣ ଫସଲ ବୀମା କରିନିଅନ୍ତୁ। କାମରେ ନିଶ୍ଚିନ୍ତ ଆସିପାରିବ। ଏମିତି କେତେ ଟଙ୍କା କୁଆଡ଼େ ଯାଉଛି, ଟଙ୍କାକୁ ଅପେକ୍ଷା କରିବା ନାହିଁ। ସମୟ କିଛି ସମୟ କାଢ଼ିକି ନିଶ୍ଚିନ୍ତ ଭାବେ ଫସଲ ବୀମା ଆବେଦନ କରିନିଅନ୍ତୁ।